चक्षुरुन्मिलितं येन तस्मै श्रीगुरवे नमः। नमो विष्णुपदाय कृष्णपृष्ठाय भूतले श्रीमते भक्तिवेदान्त स्वामिने इति नामिने। नमस्ते सारस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य वंशाकल्पतरुभ्यश्च कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि श्री गौर भक्त वृंद। हरे कृष्ण 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 हरे हरे, हरे राम 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 हरे हरे। मुखं करोति वाचालं पंगुलं हयते गिरिं यत्कृपा तमहं वन्दे परमानंद माधवम्। श्री गुरु दिनतारिणम श्री चैतन्य ईश्वरम नम ओम विष्णु पादाय कृष्ण पृष्ठाय भूतले स्मृति जय पताका स्वामी नाम। भगवद गीता चतुर्थ अध्याय ज्ञान जोग। ओम नमः भगवते वासुदेवाय, ओम नमः भगवते वासुदेवाय, ओम नमः भगवते वासुदेवाय। दैवम एव अपरे यज्ञम योगिना पर्युपासते, ब्रह्माग्नौ अपरे यज्ञम यज्ञन एव उपजुहति। हाँ, दैवम एव अपरे, अपर माने अन्य किसी माने अछंती, केतेक लोक अछंती, केतेक जोगी अछंती, केतेक जोगी विभिन्न प्रकार यज्ञ करिकी देवता माननको भल भाବରେ पूजा करନ୍ତି। दैवम ମାନେ देवता ମାନଙ୍କୁ ପୂଜା କରିବା। दैवम एव अपरे यज्ञ, ଯଜ୍ଞର ମାଧ୍ୟମରେ ବିଭିନ୍ନ ଦେବତାଙ୍କୁ ପୂଜା କରନ୍ତି। ଯୋଗିନଃ पर्युपासते ବ୍ରହ୍ମାଗ୍ନୋ ଅପରେ ଯଜ୍ଞମ୍, ସେମାନଙ୍କ ମଧ୍ୟରୁ ଆଉ କେତେକ ବ୍ରହ୍ମାଗ୍ନିରେ ଯଜ୍ଞ ଅନୁଷ୍ଠାନ କରନ୍ତି। ପୂର୍ବ ବର୍ଣ୍ଣନା ଅନୁଯାୟୀ ଯେଉଁ ବ୍ୟକ୍ତି କୃଷ୍ଣ ଚେତନାରେ କର୍ମ କରୁଥାଏ ତାହାଙ୍କୁ ମଧ୍ୟ ଏକ ସିଦ୍ଧ ଯୋଗୀ ବୋଲି କୁହାଯାଏ। ଏହା ଛଡା ଆଉ କେତେକ ଅଛନ୍ତି ଯେଉଁମାନେ ଦେବତା ମାନଙ୍କର ପୂଜା ନିମିତ୍ତ ତଦ୍ରୂପ ଯଜ୍ଞ ଅନୁଷ୍ଠାନ କରନ୍ତି। ବିଭିନ୍ନ ପ୍ରକାର ଯଜ୍ଞର କଥା ବର୍ତ୍ତମାନ ଶ୍ରବଣ କରିବା। ଗୋଟେ ତ ଶ୍ରବଣ ପ୍ରଥମ କୁହାଗଲା ଯେ ଭଗବାନଙ୍କ ଉଦ୍ଦେଶ୍ୟରେ ସବୁ ଆହୁତି ଦିଅ, ଅର୍ପଣ କର, ସେଠି ଯଜ୍ଞ ଅନୁଷ୍ଠାନ। ତାଥିରେ ଭଗବାନ କହୁଛନ୍ତି ଅନ୍ୟ ପ୍ରକାର ବି ଲୋକମାନେ ଯଜ୍ଞ କରନ୍ତି ଅପରେ। ହଁ, ହଁ, ଅନ୍ୟ ପ୍ରକାର ଯଜ୍ଞ ଟିକେ ନା କିଛି ଦେବତା ମାନଙ୍କ ଉଦ୍ଦେଶ୍ୟରେ ଯଜ୍ଞ କରାହୁଏ। ଏହା ଛଡା ଆହୁରି କିଛି ଯୋଗୀ ଅଛନ୍ତି ଯେଉଁମାନେ ଯଜ୍ଞ ଅନୁଷ୍ଠାନ କରି ପରମ ବ୍ରହ୍ମ ବା ଭଗବାନଙ୍କ ନିର୍ବିଶେଷ ପ୍ରତୀତିକୁ ପୂଜା କରନ୍ତି। ବ୍ରହ୍ମାଗ୍ନି ମାନେ ପରମ ବ୍ରହ୍ମଙ୍କର ଯୋଉ ନିର୍ବିଶେଷ ବ୍ରହ୍ମ ସ୍ୱରୂପ ତାର ଉପାସନା। ଦେବତା ସ୍ୱରୂପକୁ କେହି ଯଜ୍ଞ କରନ୍ତି, ଆଉ କେହି ପରମ ବ୍ରହ୍ମ ବା ନିର୍ବିଶେଷ ବ୍ରହ୍ମର ଉପାସନା କରନ୍ତି। ତେଣୁ ବିଭିନ୍ନ ପ୍ରକାର ପୂଜକ ବା ଯୋଗୀଙ୍କ ନିମିତ୍ତ ବିଭିନ୍ନ ପ୍ରକାର ଯଜ୍ଞ କର୍ମ ଅଛି। এই ଯୋଉ ବିଭିନ୍ନ ପ୍ରକାର ଯଜ୍ଞ କଥା କୁହାଗଲା, ଏଗୁଡିକ କେବଳ ବାହ୍ୟତଃ ବିଭିନ୍ନ ପ୍ରକାର ଯଜ୍ଞ କର୍ମ ଅଟେ, କିନ୍ତୁ ବାସ୍ତବ ଯଜ୍ଞ କର୍ମର ଉଦ୍ଦେଶ୍ୟ ହେଲା ଯଜ୍ଞ ପୁରୁଷ ଭଗବାନ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବ। এই ସମସ୍ତ ପ୍ରକାର ଯଜ୍ଞକୁ ପ୍ରଧାନତଃ ଦୁଇଟି ବିଭାଗରେ ବିଭକ୍ତ କରାଯାଇପାରେ। ଗୋଟେ ହଉଛି ଦ୍ରବ୍ୟମୟ ଯଜ୍ଞ, ଅର୍ଥାତ୍ ଭୌତିକ ବସ୍ତୁ ତ୍ୟାଗ, ଏବଂ ଜ୍ଞାନ ଯଜ୍ଞ, ଦିବ୍ୟ ଜ୍ଞାନ ଲାଭ ଉଦ୍ଦେଶ୍ୟରେ ଯଜ୍ଞ। ତ ପ୍ରଭୁପାଦ ଦୁଇ ଭାଗରେ ଦ୍ରବ୍ୟ ଯଜ୍ଞ ଆଉ କିଛି ଜ୍ଞାନ ଯଜ୍ଞ। ଯେଉଁମାନେ କୃଷ୍ଣ ଚେତନାରେ ଥାନ୍ତି
ସେମାନେ ଭଗବାନଙ୍କର ସନ୍ତୋଷ ବିଧାନ ନିମିତ୍ତ ସେମାନଙ୍କର ସମସ୍ତ ଭୌତିକ ବସ୍ତୁ ଯଜ୍ଞ ଅର୍ପଣ କରନ୍ତି ବା ତ୍ୟାଗ କରନ୍ତି। କିନ୍ତୁ ଅନ୍ୟମାନେ ଅର୍ଥାତ୍ ଯୋଉମାନେ କ୍ଷଣିକ ବିଷୟ ଭୋଗ ବା ଭୌତିକ ସୁଖ ସମ୍ବନ୍ଧ ଇଚ୍ଛା କରନ୍ତି, ସେମାନେ ଇନ୍ଦ୍ର, ଚନ୍ଦ୍ର, ସୂର୍ଯ୍ୟ ଆଜି ଦେବତା ମାନଙ୍କ ସନ୍ତୋଷ ବିଧାନ ନିମିତ୍ତ ସେମାନଙ୍କର ଭୌତିକ ବିଷୟ ବସ୍ତୁକୁ ଯଜ୍ଞ ଅର୍ପଣ କରନ୍ତି। ଏଇ ଛଡା ଯୋଉମାନେ ତ ଭଗବାନ ତ କହିଛନ୍ତି ନା, ଆଗରୁ କହିଥିଲେ ଭଗବାନ ଯେ ଦେବତା ମାନଙ୍କୁ ସବୁ ତୁମକୁ ଦଉଛନ୍ତି, ତମେ ତାକୁ ଯଜ୍ଞର ଅର୍ପଣ ନ କରିକି ଖାଇଲେ ତମର ପାପ। ଗୋଟେ ଦୃଷ୍ଟିଭଙ୍ଗୀରୁ ଏଇଟା ଠିକ। ସେଇ ଭିତରେ ଏଠି କୁହାଯାଉଛି ଯେ ଠିକ ଅଛି, ତମେ ଏ ଜଗତରେ ସୁଖ ଭୋଗ କରିବାକୁ ଚାହୁଁଛ, କୁହାହେଇଛି ଯେ ଦେବତା ମାନଙ୍କର ପ୍ରଦତ୍ତ ବସ୍ତୁରେ ତୁମେ ସୁଖରେ ରହିଛ, ତାକୁ ନ ଦେଇ ଖାଲି ତମର ପାପ ହବ। ଆଉ ଏଠି କଥା କୁହାହଉଛି ଯୋଉମାନେ ଏଇ ବିଷୟ ଭୋଗ କରିବାକୁ ଚାହାନ୍ତି, ସେମାନେ ଏଇ ଦେବତା ମାନଙ୍କୁ ଯଜ୍ଞ ମଧ୍ୟରେ ଉପାସନା କରିବେ। ଠିକ ଅଛି? ଆଉ ଛାଡ ଯୋଉମାନେ ନିର୍ବିଶେଷବାଦୀ, ସେମାନେ ନିଜର ବ୍ୟକ୍ତିତ୍ୱ ହରାଇ ନିର୍ବିଶେଷ ବ୍ରହ୍ମରେ ଲୀନ ହେବାକୁ ଇଚ୍ଛା କରନ୍ତି, ସେମାନେ ବ୍ରହ୍ମ ଯଜ୍ଞ କରିବେ ବା ବ୍ରହ୍ମାଗ୍ନିରେ ନିଜକୁ ଅର୍ପଣ କରିଦେବେ, ବ୍ରହ୍ମ ଜ୍ୟୋତିରେ ନିଜକୁ ଆହୁତି ଦେବେ। ଦ୍ରବ୍ୟ ଯଜ୍ଞରେ ଦେବତା ମାନଙ୍କୁ ପୂଜା କରିବେ, ଆଉ ବ୍ରହ୍ମଯଜ୍ଞ ନିରାକାର ବ୍ରହ୍ମଙ୍କ ଉପାସନା କରିବେ। ତ ଦେବତା ମାନେ ଶକ୍ତିଶାଳୀ ଜୀବ ଅଟନ୍ତି। ଆମ ସମାଜରେ ସନାତନ ଧର୍ମ ଅବଲମ୍ବନ ଭିତରେ ଅନେକ ବିଷୟ ଲୋକ ଦେବତା ଭଗବାନ ଭିତରେ ପାର୍ଥକ୍ୟ ଜାଣନ୍ତି। ଦେବତା ମାନଙ୍କୁ ଭଗବାନ ବୋଲି ମାନନ୍ତି। ଦେବତା ଦୂରରେ ଥାଉ, କୌଣସି ଜଣେ ସିଦ୍ଧ ପୁରୁଷ ତା ସିଦ୍ଧି ପ୍ରାପ୍ତି ମାଧ୍ୟମରେ କିଛିଟା ରୋଗ ଭଲ କରିଦେଲା ବା କିଛି ଗୋଟେ ଯାହା ଭୌତିକ କାମ ସିଦ୍ଧି ଲାଭ କରେ, ତାକୁ ବି ଭଗବାନ ବୋଲି ମାନେ। ଏଇ ଗୋଟେ ହଉଛି ଆମର ସନାତନ ଧର୍ମର ସମସ୍ୟା। ସନାତନ ଧର୍ମର ନୀତି ଅନୁସାରେ ସମସ୍ତଙ୍କୁ ସମ୍ମାନ କରିବାର ସିଷ୍ଟମ ରହିଛି, କିନ୍ତୁ ସମସ୍ତଙ୍କୁ ସମ୍ମାନ କଲେ ପରମ ପୁରୁଷ ଭଗବାନ କିଏ ସେଟା ଜାଣିବା ଦରକାର। ସେଇଟା ସାଧାରଣ ଲୋକମାନେ ଜାଣିପାରୁନାହାନ୍ତି। ଏଇ ଦେବତା ମାନେ, ଏମାନେ ଜୀବ ଶକ୍ତି, ଏମାନେ ହଉଛନ୍ତି ଭଗବାନର ବିଭୂତି ଅବତାର। ବିଭୂତି ଅବତାର ମାନେ ଏମାନେ ଜୀବ ଶକ୍ତି। ଜୀବ ଶକ୍ତି, ଏମାନଙ୍କ ଭିତରେ ବିଶେଷ ବିଭୂତି, ଭଗବାନଙ୍କର ବିଭୂତି ପ୍ରକାଶିତ ହେଇଛି। ସେମାନେ ସୁକର୍ମ କରିଛନ୍ତି, ସେଥିପାଇଁ ଦେବତା ପୋଜିସନ ପାଇଛନ୍ତି। ଯେ 100ଟା ଅଶ୍ୱମେଧ ଯଜ୍ଞ କରିଲେ ସେ ଇନ୍ଦ୍ର ପଦ ପାଇବ। ଏଇ ଯୋଉ ଇନ୍ଦ୍ର, ବାୟୁ, ଏସବୁ ଗୋଟେ ଗୋଟେ ପଦବୀ ବିଭିନ୍ନ କଳ୍ପରେ ହଉ ବା ଯାଉ କୌଣସି ସମୟରେ ଏଇ ପଦବୀରେ ନୂଆ ନୂଆ ଲୋକମାନେ ଆସନ୍ତି, ବୁଝିଲେ? ଯେଉଁମାନେ ତ ଏଇ ଦେବତା ମାନେ ହଉଛନ୍ତି ସେ ବିଶେଷ ଶକ୍ତି ବା ବିଭୂତି ପ୍ରାପ୍ତ ଜୀବ। ଭଗବାନ ଭଗବାନ ହଉଛନ୍ତି ବିଷ୍ଣୁ ତତ୍ଵ, ଦେବତା ମାନେ ହଉଛନ୍ତି ଜୀବ ତତ୍ଵ। ଦେବଲୋକ ନଷ୍ଟ ହବ, ବିଷ୍ଣୁକୁ ନଷ୍ଟ ହବନି। ଦେବତା ମାନେ ମାୟାଧୀନ, ଭଗବାନ ବିଷ୍ଣୁ ମାୟାଧୀଶ। ଦେବତା ମାନେ ତ୍ରିଗୁଣର ଅଧୀନରେ ରହିଛନ୍ତି, ଭଗବାନ ହଉଛନ୍ତି ଗୁଣାତୀତ। ଦେବତା ମାନେ ହଉଛନ୍ତି ଈଶ୍ୱର, ଭଗବାନ ହଉଛନ୍ତି ପରମେଶ୍ୱର। ହୁଁ। ଏକାକି ଦେବତା ଏକାକି ବିଶେଷ ବିଷୟରେ ସେ ନିୟନ୍ତ୍ରଣ କରନ୍ତି, ସମସ୍ତ ଦେବତା ମାନଙ୍କୁ ଭଗବାନ ନିୟନ୍ତ୍ରଣ। ତ ଭଗବାନ ସେମାନଙ୍କୁ କେତେକ ବିଶେଷ କ୍ଷମତା ପ୍ରଦାନ କରି ଏ ଭୌତିକ ଜଗତର ପରିଚାଳନାର ଦାୟିତ୍ୱ ଦେଇଛନ୍ତି ଦେବତା ମାନଙ୍କୁ। এই ଭୌତିକ ଜଗତକୁ କିପରି ଆଲୋକ, ଉତ୍ତାପ ଓ ଜଳ ଆଦି ମିଳିବ, ଏସବୁର ଦାୟିତ୍ୱ ଭଗବାନ ସେମାନଙ୍କୁ ପ୍ରଦାନ କରିଛନ୍ତି। ଯେଉଁମାନେ ଭୌତିକ ସୁଖ ବା ଭୌତିକ ଲାଭ ପାଇଁ ଆଗ୍ରହୀ, ସେମାନେ ଏଇ ବୈଦିକ କର୍ମକାଣ୍ଡ ଅନୁଯାୟୀ ବିଭିନ୍ନ ପ୍ରକାର ଯଜ୍ଞ ଅନୁଷ୍ଠାନ କରି ଦେବତା ମାନଙ୍କୁ ପୂଜା କରନ୍ତି। ତାହେଲେ ପ୍ରଥମ ଯଜ୍ଞ ହେଲା ସବୁ କିଛି ଭଗବାନଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିବା। ଅନ୍ୟମାନେ ବି ଅଛନ୍ତି ଦେବତା ମାନଙ୍କ ଉଦ୍ଦେଶ୍ୟରେ ଯଜ୍ଞ କରନ୍ତି, ସେମାନଙ୍କୁ ବହୁ ଈଶ୍ୱରବାଦୀ ବୋଲାଯାଏ। ଆମର
এই ପୃଥିବୀରେ ବିଭିନ୍ନ ପ୍ରକାର ମତବାଦ ରହିଛି। ନିରୀଶ୍ୱରବାଦ, ନାସ୍ତିକ ମାନଙ୍କର, ଯେଟା ଈଶ୍ୱର ବୋଲି ନାହିଁ। ଏକେଶ୍ୱରବାଦ, ଏକ ଈଶ୍ୱର। ବହୁ ଈଶ୍ୱରବାଦ, ବହୁ ଈଶ୍ୱର। ଦେବତା ମାନଙ୍କୁ ଯୋଉମାନେ ମାନନ୍ତି ସେମାନେ ସେମିତି ବହୁ ଈଶ୍ୱରବାଦୀ, ନିରାକାରବାଦୀ, ସାକାରବାଦୀ, ବିଭିନ୍ନ ପ୍ରକାର ମତବାଦ ରହିଛି। ତ ଏଇ ଦେବତା ଉପାସକ ମାନେ ହଉଛନ୍ତି ବହୁ ଈଶ୍ୱରବାଦୀ। ଅନ୍ୟମାନେ ଯୋଉମାନେ ଭଗବାନଙ୍କ ନିର୍ବିଶେଷ ପ୍ରତିନିଧିକୁ ପୂଜା କରନ୍ତି, ଦେବତା ମାନଙ୍କୁ କ୍ଷଣସ୍ଥାୟୀ ବୋଲି ଭାବନ୍ତି, ସେମାନେ ବ୍ରହ୍ମାଗ୍ନିରେ ନିଜକୁ ଅର୍ପଣ କରନ୍ତି ଏବଂ ଏହିପରି ଭାବରେ ସେମାନେ ନିର୍ବିଶେଷ ବ୍ରହ୍ମରେ ଲୀନ ହୋଇ ସେମାନଙ୍କ ବ୍ୟକ୍ତିଗତ ସତ୍ତା କରନ୍ତି। ତ କର୍ମକାଣ୍ଡ ମାଧ୍ୟମରେ ଏଇ ଦେବତା ଯଜ୍ଞ କଥା କୁହାଗଲା। ତାର ଜ୍ଞାନ କାଣ୍ଡରେ ବେଦରେ କଣ ହେଲା, ନିରାକାର ବ୍ରହ୍ମ କଥା କୁହା। ଏଇ ନିର୍ବିଶେଷବାଦୀ ଗଣ ଭଗବାନଙ୍କ ଦିବ୍ୟ ପ୍ରକୃତିକୁ ବୁଝିବା ନିମିତ୍ତ ଅଯଥା ମାନସିକ କଳ୍ପନା ଜଳ୍ପନା ସେମାନଙ୍କର ବିପରୀତ। ଏଇ ନିର୍ବିଶେଷବାଦୀ ଭଗବାନଙ୍କୁ ନିରାକାର ବୋଲି ମନେ କରନ୍ତି, ନିର୍ଗୁଣ ନିରାକାର ପରମ ବ୍ରହ୍ମକୁ ଏଭଳିଆ ଦେଖନ୍ତି। ପରମ ବ୍ରହ୍ମଙ୍କର ତିନିଟା ସ୍ୱରୂପ ରହିଛି। ବ୍ରହ୍ମେତି ପରମାତ୍ମା ଇତି ଭଗବାନ ଇତି ଶବ୍ଦତେ। ବ୍ରହ୍ମ ଜ୍ୟୋତି ରହିଛି, ଏଇ ଜଗତରେ ସେ ପରମାତ୍ମା ରୂପେ ରହିଛନ୍ତି। ଏବଂ ଚିନ୍ମୟ ଆକାଶରେ ବୈକୁଣ୍ଠ ରହିଛି, ବୈକୁଣ୍ଠରେ ସେ ତାଙ୍କର ସାକାର ରୂପରେ ରହିଛନ୍ତି। ତ ଏଇ ଯୋଉ ନିରାକାରବାଦୀ ମାନେ ସେମାନେ ଦେବତା ମାନନ୍ତିନି। ମାନନ୍ତି, ସମସ୍ତେ ଦେବତାକୁ ମାନନ୍ତି, ଆମେ ବି ଦେବତାକୁ ମାନେ, କିନ୍ତୁ ସେଟା କ୍ଷଣସ୍ଥାୟୀ ବୋଲି ଗ୍ରହଣ କରନ୍ତି। ସେ ସେମାନେ ଚାହାନ୍ତି ଆମେ ନିରାକାର ବ୍ରହ୍ମ ମିଶିକି ଏକ ହେଇଯିବା ଭଗବାନ। ଏ ନିର୍ବିଶେଷବାଦୀ ଗଣ ଭଗବାନଙ୍କ ଦିବ୍ୟ ପ୍ରକୃତିକୁ ବୁଝିବା ନିମିତ୍ତ ଭଗବାନଙ୍କର ଯେ ପ୍ରକୃତି ଦିବ୍ୟ ତ୍ରିଗୁଣାତୀତ, ଏଇ ସମ୍ପର୍କରେ ବିଭିନ୍ନ ପ୍ରକାର କଳ୍ପନା ଜଳ୍ପନା କରିଥାନ୍ତି। ଅନ୍ୟ କ୍ଷେତ୍ରରେ କୁହାଯାଏ ଯେ ସକାମ କର୍ମୀଗଣ ଭୌତିକ ସୁଖ ଭୋଗ ନିମିତ୍ତ ସେମାନଙ୍କର ଭୌତିକ ସମ୍ପଦକୁ ଯଜ୍ଞ ଅର୍ପଣ କରନ୍ତି। ଯୋଉ କଥା ଭଗବାନ ଆଗରୁ କହିଥିଲେ, ଯେ କି ଯଜ୍ଞର ଅର୍ପଣ କରି ଦେବତା ମାନଙ୍କୁ ପୂଜା କର, ଦେବତା ମାନଙ୍କୁ ତମକୁ ଦେବେ, ଭୌତିକ ବସ୍ତୁ ଦେବେ, ତମ ସୁଖରେ ରହିବ। ବାସ୍। ନିର୍ବିଶେଷବାଦୀ ଗଣ ନିର୍ବିଶେଷ ବ୍ରହ୍ମରେ ଲୀନ ହେବା ନିମିତ୍ତ ସେମାନଙ୍କର ଭୌତିକ ଉପାଧିକୁ ଯଜ୍ଞରେ ଅର୍ପଣ କରନ୍ତି। ଦେବତାମାନେ ଭୌତିକ ସମ୍ପତ୍ତିକୁ ଅର୍ପଣ କରନ୍ତି, କରିକି କିଛି ଭୌତିକ ବସ୍ତୁ ପାଇବେ। ଏମାନେ କଣ କରନ୍ତି, ତାଙ୍କର ଭୌତିକ ସତ୍ତାକୁ ସେ ଅର୍ପଣ କରିଦିଅନ୍ତି। ନିର୍ବିଶେଷବାଦୀ ଅର୍ଥାৎ ନିଜକୁ ଅର୍ପଣ କରିଦିଅନ୍ତି। ସେମାନେ ଦ୍ରବ୍ୟକୁ ଅର୍ପଣ କରନ୍ତି, ସେମାନେ ନିଜକୁ ଅର୍ପଣ କରିଦିଅନ୍ତି। ନିର୍ବିଶେଷବାଦୀ ପକ୍ଷରେ ପରମ ବ୍ରହ୍ମ ହଉଛନ୍ତି ଯଜ୍ଞାଗ୍ନିରେ ବେଦୀ, ଏଇଟା କଣ, ଏବଂ ଆତ୍ମା ହଉଛି ଅର୍ପିତ ବସ୍ତୁ। ଆଚ୍ଛା ଆଚ୍ଛା। ତାହାକୁ କି ସେମାନେ ବ୍ରହ୍ମାଗ୍ନିରେ ଅର୍ପଣ କରନ୍ତି। ଯେମିତିକା ଯଜ୍ଞ କୁଣ୍ଡ ଅଛି, ଯଜ୍ଞ କୁଣ୍ଡରେ ଘିଅ ଆହୁତି ଦିଆହଉଛି, ଜବ ଆହୁତି ଦିଆହଉଛି, ତିଳ ଆହୁତି ଦିଆହଉଛି। ସେଭଳିଆ ଏଇ ପରମ ବ୍ରହ୍ମ ନିର୍ବିଶେଷ ନିରାକାର ବ୍ରହ୍ମ ହଉଛି ଯଜ୍ଞ କୁଣ୍ଡ। ଯେମିତିକା ଆମେ ଯଜ୍ଞ କରୁଛେ, ଯଜ୍ଞ କୁଣ୍ଡରେ ଆହୁତି ଦିଆହଉଛି, ସେ ନିର୍ବିଶେଷବାଦୀ ମାନେ କଣ କରନ୍ତି, ଏଇ ଟିକେ ଆଉ ଦିচ্ছি। ହରିବଲ ମ୍ୟୁଟ କର। ପରମ ବ୍ରହ୍ମ ହଉଛନ୍ତି ଯଜ୍ଞାଗ୍ନି, ତାପରେ ଆହୁତି ଦିଆହଉଛି। କାହାକୁ ଦିଆହଉଛି ନା ନିଜକୁ, ଆତ୍ମାକୁ ଆହୁତି ଦିଆହଉଛି। ସେ ବ୍ରହ୍ମାଗ୍ନି ନିଜକୁ ଅର୍ପଣ କରୁଛନ୍ତି। ତ ଅର୍ଜୁନଙ୍କ ପରି ଏକ କୃଷ୍ଣ ଚେତନଶୀଳ ବ୍ୟକ୍ତି କୃଷ୍ଣଙ୍କ ସନ୍ତୋଷ ବିଧାନ ନିମିତ୍ତ ସବୁ କିଛି ଅର୍ପଣ କରନ୍ତି। ସେ ତାଙ୍କର ସମସ୍ତ ଭୌତିକ ସମ୍ପତ୍ତି ତଥା ଆତ୍ମାକୁ ମଧ୍ୟ କୃଷ୍ଣଙ୍କ ନିମିତ୍ତ ଅର୍ପଣ କରନ୍ତି। ଏହିପରି ଭାବରେ
ସେ ପ୍ରଥମ ଶ୍ରେଣୀର ଯୋଗୀ ଅଟନ୍ତି, କିନ୍ତୁ ସେ ନିଜର ବ୍ୟକ୍ତିଗତ ସତ୍ତା ହାରନ୍ତି। ସେ ନିଜକୁ ଭଗବାନଙ୍କ ପାଖରେ ଆହୁତି ଦିଅନ୍ତି, ମାନେ ଭଗବାନଙ୍କର ସମ୍ପୂର୍ଣ୍ଣ ଶରଣାଗତ। କିନ୍ତୁ ନିରାକାରବାଦୀ ମାନେ, ନିର୍ବିଶେଷବାଦୀ ମାନେ ଭଗବାନ ଏକ ହେଇଯିବେ, ନିଜ ସତ୍ତା ହରେଇବେ। ଏଇଟା ସେଇଭଳିଆ ଜିନିଷ ନୁହଁ। 26 ଶ୍ଲୋକ ରହୁଛି, ଶ୍ରୁତ ଶ୍ରୁତ ଆଦିନି ଶ୍ରୁତ ଆଦିନି ଇନ୍ଦ୍ରିୟାଣି ଅନ୍ୟେ ସଂଯମାଗ୍ନିଷୁ ଜୁହତି। ଶବ୍ଦ ଆଦିନି ବିଷୟାନ୍ ଅନ୍ୟେ ଇନ୍ଦ୍ରିୟାଗ୍ନିଷୁ ଜୁହତି। ଏଠି ଆଉ ଦୁଇ ପ୍ରକାର ଯଜ୍ଞ କଥା କୁହାଗଲା। କେତେକ ବିଶୁଦ୍ଧ ବ୍ରହ୍ମଚାରୀ ମନ ସଂଯମ ରୂପକ ସଂଯମାଗ୍ନିରେ ଶ୍ରବଣ କ୍ରିୟା ଓ ଇନ୍ଦ୍ରିୟ ମାନଙ୍କୁ ଅର୍ପଣ କରନ୍ତି। ସଂସାରୀ ମାନେ ଶବ୍ଦାଦି ଇନ୍ଦ୍ରିୟ ଭୋଗ୍ୟ ବସ୍ତୁ, ବିଷୟ ବସ୍ତୁ ମାନଙ୍କୁ ଇନ୍ଦ୍ରିୟାଗ୍ନିରେ ଅର୍ପଣ କରନ୍ତି। ଏଠି ଦୁଇ ପ୍ରକାର ଯଜ୍ଞ କଥା କୁହାଗଲା, ଗୋଟେ ବ୍ରହ୍ମଚାରୀ ମାନଙ୍କର, ଗୋଟେ ଗୃହସ୍ଥ ମାନଙ୍କର। ଶ୍ରୁତ ଆଦିନି ଶ୍ରୁତ ଆଦିନି ଇନ୍ଦ୍ରିୟାଣୀ। ଶ୍ରୁତ ଆଦିନି ମାନେ, ଶ୍ରୁତ ମାନେ ଶ୍ରବଣ। এই ଶ୍ରବଣ କ୍ରିୟା ଆଉ ଶ୍ରବଣେନ୍ଦ୍ରିୟ, ହଁ, শুধু ଶ୍ରବଣ ନୁହଁ, ଆଦି, ଶ୍ରୋତ୍ର ଆଦି। ଶ୍ରବଣ ଭାବେ 5ଟା ଇନ୍ଦ୍ରିୟ ରହିଛି। ଇନ୍ଦ୍ରିୟାଣୀ, 5ଟା ଇନ୍ଦ୍ରିୟ ରହିଛି। ହଁ, ଶ୍ରବଣେନ୍ଦ୍ରିୟ ରହିଛି, ଦର୍ଶନେନ୍ଦ୍ରିୟ ରହିଛି, ସ୍ପର୍ଶେନ୍ଦ୍ରିୟ ରହିଛି, ନାକ, କାନ, ଜିହ୍ବା, ନାସିକା, କର୍ଣ୍ଣ, ଏସବୁ ରହିଛି। ତ ଏଇଗୁଡିକ ସେ କଣ କରନ୍ତି? ଆହୁତି ଦିଅନ୍ତି। କୋଉଥିରେ ଆହୁତି ଦିଅନ୍ତି? ସେମାନେ ସଂଯମାଗ୍ନିରେ ଆହୁତି ଦିଅନ୍ତି। ଅର୍ଥାତ୍ ଇନ୍ଦ୍ରିୟ ସଂଯମ ରୂପକ ଅଗ୍ନିରେ, ସଂଯମ ରୂପକ ଅଗ୍ନିରେ, ହଁ, ଏ ସମସ୍ତ ଇନ୍ଦ୍ରିୟର କର୍ମ, ଇନ୍ଦ୍ରିୟକୁ ଆହୁତି ଦିଅନ୍ତି। ଆଉ ଗୃହସ୍ଥ ମାନେ କଣ କରିବେ? ଶବ୍ଦାଦୀନ ବିଷୟାନ୍ ଅନ୍ନ ଇନ୍ଦ୍ରିୟାଗ୍ନି, ଏମାନେ এই ସମସ୍ତ ଶବ୍ଦ ଆଦି ଯେ ବିଷୟ ରହିଛି, ସେ ବିଷୟ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ, ଏଇଟାକୁ ସେମାନେ ଆହୁତି ଦିଅନ୍ତି କୋଉଠି? ନା ଇନ୍ଦ୍ରିୟରେ ଆହୁତି ଦିଅନ୍ତି। ଇନ୍ଦ୍ରିୟାଗ୍ନିଷୁ, ବ୍ରହ୍ମଚାରୀ ମାନେ ଇନ୍ଦ୍ରିୟକୁ ଆଉ ଇନ୍ଦ୍ରିୟର କ୍ରିୟାକୁ ସଂଯମରେ ଆହୁତି ଦେବେ। ଏମାନେ ଇନ୍ଦ୍ରିୟ ଗୁଡିକ କଣ କରିବେ? ହଁ, ଶବ୍ଦାଦି ବିଷୟ ଅନ୍ୟ, ନା, ଶବ୍ଦାଦି ବିଷୟକୁ ଇନ୍ଦ୍ରିୟରେ ଆହୁତି ଦେବେ, ଅର୍ଥାତ୍ ଇନ୍ଦ୍ରିୟ ମଧ୍ୟରେ ଭୋଗ କରିବେ। ହଁ, ଇନ୍ଦ୍ରିୟ ଆହୁତି ଦେବେ। ମାନବ ସମାଜରେ ଥିବା 4 ଆଶ୍ରମ ବିଭାଗ ଯଥା ବ୍ରହ୍ମଚାରୀ, ଗୃହସ୍ଥୀ, ବାନପ୍ରସ୍ଥ, ସନ୍ନ୍ୟାସ, ମାନେ ସମସ୍ତେ ଲୋକମାନଙ୍କୁ ଉପଯୁକ୍ତ ଯୋଗୀ ହେବାରେ ସାହାଯ୍ୟ କରିବା ଉଚିତ। ଦେଖନ୍ତୁ, ଆମର ଠିକ ବିଭିନ୍ନ ଯଜ୍ଞ ପ୍ରଥମ କୁହାଗଲା, ଭଗବାନଙ୍କର ଭକ୍ତ ହେଇଗଲେ ସେ ବାସ ଚିନ୍ମୟ ହେଇଯିବ। ଦେବତା ଉପାସକ ମାନଙ୍କର କଥା କୁହାଗଲା, ନିର୍ବିଶେଷ ବ୍ରହ୍ମବାଦୀ ମାନଙ୍କର କଥା କୁହାଗଲା, ତାପରେ ବ୍ରହ୍ମଚାରୀ କଥା କୁହାଯାଉଛି, ଆଉ ଗୃହସ୍ଥ କଥା କୁହାଯାଉଛି। ଆମର ଯେ ବର୍ଣ୍ଣାଶ୍ରମର ଉଦ୍ଦେଶ୍ୟ ଟା କଣ? ବର୍ଣ୍ଣାଶ୍ରମର ଉଦ୍ଦେଶ୍ୟ ହଉଛି ଯିଏ ଯୋଉ ବର୍ଣ୍ଣ ଆଶ୍ରମ ରହୁନା କାହିଁକି, ତାକୁ କେମିତିକା କଣ କରିବ? ହୁଁ, ଉନ୍ନତ କରିବ, ଜୀବନ ଲକ୍ଷ୍ୟ ପାଇଁ ହାସଲ ପାଇଁ ଭଲ ଯୋଗୀ କରିବ। ମାନବ ଜୀବନ ପଶୁ ମାନଙ୍କ ପରି ଇନ୍ଦ୍ରିୟ ସୁଖ ଉପଭୋଗ କରିବା ପାଇଁ କି ଉଦ୍ଦିଷ୍ଟ ନୁହେଁ। ତେଣୁ ଏଇ 4 ଆଶ୍ରମ ବିଭାଗ ନିର୍ଦ୍ଧାରିତ। ଏହା ଏପରି ଭାବରେ ବ୍ୟବସ୍ଥା କରାଯାଇଛି ଯେ ଏହାକୁ ଅନୁସରଣ କଲେ ମାନବ ଅଧ୍ୟାତ୍ମ ମାର୍ଗ ମାନବ ଅଧ୍ୟାତ୍ମ ମାର୍ଗ ବା ଦିବ୍ୟ ଜୀବନ ମାର୍ଗରେ ଉନ୍ନତି କରି ପରମ ଗତି ଲାଭ କରିପାରିବ। ଉପଯୁକ୍ତ ଗୁରୁଙ୍କ ଅଧୀନରେ ଥିବା ବ୍ରହ୍ମଚାରୀ ଗଣ ଇନ୍ଦ୍ରିୟ ସୁଖରୁ ଦୂରରେ ରହିକି ମନକୁ ସଂଯମ କରନ୍ତି। ବ୍ରହ୍ମଚାରୀ ମାନେ ଇନ୍ଦ୍ରିୟ ସୁଖକୁ ଦୂରରେ ରହିକି ମନକୁ ସଂଯମ କରନ୍ତି। ସେଇଟାକୁ ଏଠି କୁହାଉଛି ଯେ ଇନ୍ଦ୍ରିୟ ସୁଖକୁ ସଂଯମ ରୂପକ ଅଗ୍ନିରେ ଆହୁତି ଦେଇଯାଉଛି।
এই ଶ୍ଳୋକରେ ସେମାନଙ୍କର କଥା କୁହାଯାଇଛି। ସେମାନେ ଶ୍ରବଣ କ୍ରିୟା ଓ ଇନ୍ଦ୍ରିୟ ମାନଙ୍କୁ ମନ ସଂଯମ ରୂପକ ସଂଯମାଗ୍ନିରେ ଅର୍ପଣ କରିଦେଲେ କୁହାଯାଇଛି। ଏଠି ଶ୍ଳୋକରେ ସଂଯମାଗ୍ନି, କୋଉ ସଂଯମାଗ୍ନି? ନା ମନ ସଂଯମାଗ୍ନି। ହଁ। ଇନ୍ଦ୍ରିୟ ମାନଙ୍କୁ କଣ କରିବେ? ମନ ସଂଯମ ରୂପକ ଅଗ୍ନିରେ ଅର୍ପଣ କରିବେ। ଅର୍ଥାତ୍ ଇନ୍ଦ୍ରିୟ ଗୁଡିକ ଅନ୍ୟ ବିଷୟ ଭୋଗରେ ଲଗେଇବେନି, ବିଷୟ ଭୋଗରୁ ନିବୃତ୍ତ କରିକି ସଂଯତ ମନରେ ମଧ୍ୟରେ ଆହୁତି ଦେବେ। ଇନ୍ଦ୍ରିୟ ଆଉ ଇନ୍ଦ୍ରିୟର କର୍ମ। ବ୍ରହ୍ମଚାରୀ କୃଷ୍ଣ ଚେତନା ସମ୍ବନ୍ଧୀୟ ବିଜ୍ଞାନ ଶ୍ରବଣ କରିବେ। କୃଷ୍ଣ ବିଜ୍ଞାନକୁ ବୁଝିବା ନିମିତ୍ତ ଶ୍ରବଣ ହେଉଛି ମୌଳିକ ପନ୍ଥା। ଏବଂ ସେଇଥିପାଇଁ ଜଣେ ବ୍ରହ୍ମଚାରୀ ସର୍ବଦା ହରିର ନାମାନୁକୀର୍ତ୍ତନ, ଅର୍ଥାତ୍ ହରିନାମ କୀର୍ତ୍ତନ ବା ଭଗବାନଙ୍କ ଲୀଳା ଗୁଣ କୀର୍ତ୍ତନରେ ରତ ଥାଏ। ସେ ହରି କଥା ସ୍ମରଣ କରୁଥାଏ, ହରିନାମ କୀର୍ତ୍ତନ କରୁଥାଏ। ଭୌତିକ ଧ୍ୱନି ଶ୍ରବଣରୁ ସେ ତାର ଇନ୍ଦ୍ରିୟକୁ ନିରୋଧ କରିଥାଏ। ସେ ସର୍ବଦା ହରେ କୃଷ୍ଣ ଏଇ ଦିବ୍ୟ ଧ୍ୱନି ଶ୍ରବଣରେ ନିଯୁକ୍ତ ଥାଏ। ଠିକ ସେହିପରି ଇନ୍ଦ୍ରିୟ ସୁଖ ଭୋଗ କରିବାକୁ ଅନୁମତି ପାଇଥିବା ଗୃହସ୍ଥ ମାନେ ଖୁବ୍ ସଂଯତ ହୋଇ ଏସବୁ କ୍ରିୟା କରନ୍ତି। ଯୌନ ଜୀବନ, ନିଶା ସେବନ, ମାଂସାହାର ଭକ୍ଷଣ, ଏ ହଉଛି ମାନବ ସମାଜର ସାଧାରଣ ପ୍ରବୃତ୍ତି। ଏଇଟା ହଉଛି ଲୋକଙ୍କର ସାଧାରଣ ଭାବେ ଏ ପ୍ରତି ଆକୃଷ୍ଟ ଥାଏ। କିନ୍ତୁ ଏକ ସଂଯତ ଗୃହସ୍ଥ କଣ କରିବ? ସଂଯତ ଗୃହସ୍ଥ ଅର୍ଥାତ୍ ଇନ୍ଦ୍ରିୟ ସଂଯମ କରିଛି, ସେ ଅସଂଯତ ଭାବରେ ଅନ୍ୟାନ୍ୟ ଇନ୍ଦ୍ରିୟ ସୁଖ ଭୋଗ କରେନି। ସେ ଏ ଭୋଗ୍ୟ ବସ୍ତୁକୁ ଇନ୍ଦ୍ରିୟରେ ଆହୁତି ଦେବ, କିନ୍ତୁ ସଂଯତ ଭାବରେ। ସେଥିପାଇଁ ବର୍ତ୍ତମାନ ସୁଦ୍ଧା ସଭ୍ୟ ମାନବ ସମାଜରେ ଧର୍ମନୀତି ଉପରେ ଆଧାରିତ ବିବାହ ବ୍ୟବସ୍ଥା ପ୍ରଚଳିତ ଅଛି। ସେ ଇନ୍ଦ୍ରିୟ ସବୁ ଯୌନ କର୍ମରେ ନିଯୁକ୍ତ ହେଇପାରେ, ଅର୍ଥାତ ତାର ଇନ୍ଦ୍ରିୟକୁ ଯୌନ ସୁଖ ଭୋଗ ଦେଇପାରେ, କିନ୍ତୁ ଶାସ୍ତ୍ର ନିୟମ ଅନୁସାରେ। ଏହା ପ୍ରଭୁପାଦ କହୁଛନ୍ତି ବର୍ତ୍ତମାନ ବି ସଭ୍ୟ ମାନବ ସମାଜରେ ବିବାହ ବ୍ୟବସ୍ଥା ରହିଛି, କାରଣ ଏହା ହେଉଛି ସଂଯତ ଯୌନ ଜୀବନ ଯାପନ କରିବାର ଗୋଟେ ବିଧି। ତ ଗୃହସ୍ଥ ମାନେ ଏଇଟା କରିବେ। ଏହି ପ୍ରକାର ସଂଯତ ଅନାସକ୍ତ ଯୌନ ଜୀବନ, ହଁ, ନିର୍ଭର ମଧ୍ୟ ଏକ ପ୍ରକାର ଯଜ୍ଞ ଅଟେ। ଏଇଟା ଗୋଟେ ଯଜ୍ଞ କୁହାଯାଉଛି। କାରଣ ସଂଯତ ଗୃହସ୍ଥ ତାର ଇନ୍ଦ୍ରିୟ ସୁଖ ଉପଭୋଗ କରିବା ପ୍ରବୃତ୍ତିକୁ ଉଚ୍ଚତର ଦିବ୍ୟ ଜୀବନ ଯାପନ କରିବା ଉଦ୍ଦେଶ୍ୟରେ ଇନ୍ଦ୍ରିୟ ସଂଯମାଗ୍ନିରେ ସେ ଅର୍ପଣ କରୁଛି। ସେ ଇନ୍ଦ୍ରିୟ ଗୁଡିକ କୁ ଭୋଗ୍ୟ ବସ୍ତୁ ଗୁଡିକ ଇନ୍ଦ୍ରିୟରେ ଅର୍ପଣ କରୁଛି, ଅର୍ଥାତ୍ ଇନ୍ଦ୍ରିୟ ଦେଇକି ଉପଭୋଗ କରୁଛି। କିନ୍ତୁ ସେ ଯେ ଇନ୍ଦ୍ରିୟ ମଧ୍ୟ ଭୋଗ କରିବ, ଗୃହସ୍ଥ ଯୋଉମାନେ ରହିଛନ୍ତି ସେମାନେ ଶାସ୍ତ୍ର ନୀତି ନିୟମ ଉପରେ ଉପଭୋଗ କରିବେ, ଯଥେଚ୍ଛାଚାର ପଶୁଙ୍କ ଭଳିଆ କରିବେନି। ଏଇଟା ହଉଛି ପାର୍ଥକ୍ୟ। ଯଥେଚ୍ଛାଚାର ଭାବେ କରିବେନି, କାହିଁକି ନା ସେମାନେ ଭୋଗ ବସ୍ତୁର ମଧ୍ୟ ରହିକି, ଜଣେ ବ୍ରହ୍ମଚାରୀ ଘର ବାଡି ଛାଡି ଦେଇକି ଆଶ୍ରମ ରହିଲେ, ଭୋଗ୍ୟ ବସ୍ତୁ ପାଖରେ ରହିଲେନି, ବାହାର କାମଧନ୍ଦା କିଛି ନେଇ ଠାକୁରଙ୍କୁ ନେଇକି ରହିଲେ ସବୁବେଳେ। ଗୃହସ୍ଥ ମାନଙ୍କର ତ ସେଇଭଳିଆ ଅବସ୍ଥା ନୁହଁ। ସେ ବିଶ୍ୱରେ ମଧ୍ୟ ରହିବେ। ହଁ? ବିଶ୍ୱରେ ମଧ୍ୟ ରହିକି ବି ବିଶ୍ୱ ଦ୍ୱାରା ଆସକ୍ତ ହେବେନି କେମିତିକା? ନା ଯଦି ଶାସ୍ତ୍ର ନିୟମ ଅନୁସାରେ ସେ ବିଷୟ ଭୋଗ କରିବେ, ତାହେଲେ ବିଶ୍ୱ ଦ୍ୱାରା ଆସକ୍ତ। ତାହେଲେ କାଲି 27 ନମ୍ବର ଶ୍ଲୋକ ପଢିବା। ହଁ, ସେଠି ଆହୁରି ଯଜ୍ଞ କଥା ବର୍ଣ୍ଣନା କରାହଉଛି, ସେଠି ଶୁଣିବା। କାହାର କିଛି ପ୍ରଶ୍ନ ଅଛି? हरे कृष्ण महाराज प्रणाम। କୁହ। ଆଜ୍ଞା महाराज, ଏଠି ଯୋଉ କୁହା ହେଇଛି କି କୃଷ୍ଣ ଚେତନା ଗୁରୁଙ୍କଠୁ କୃଷ୍ଣ ଚେତନା ସମ୍ବନ୍ଧୀୟ ବିଜ୍ଞାନ ଶ୍ରବଣ କରିବା କଥା। ତ महाराज ଗୁରୁ ମିନ୍ସ वैसे ଦୀକ୍ଷା ଗୁରୁ ଶିକ୍ଷା ଗୁରୁ ହଉଛନ୍ତି, ତାପରେ ଯେ କୃଷ୍ଣ ତତ୍ତ୍ୱବେତା ସେଇ ଗୁରୁ ହଏ। ତ ଯେତେ ବି ଅଛନ୍ତି, ତ महाराज ଏଠି କନଫ୍ୟୁଜନ ହେଇଯାନି କି ଦୀକ୍ଷା ଗୁରୁଙ୍କଠୁ ଶିଖିବି मतलब ଶୁଣିବି କି ଶିକ୍ଷା ଗୁରୁଙ୍କଠୁ ଶୁଣିବି, ନା ମୋର ଯୋଉ ପ୍ରଚାରର ଗୋଟେ ଫିଲ୍ଡ ଅଛି ସେ ମାନେ ସେ ପ୍ରଭୁ जी ବହୁତ ସୁନ୍ଦର ସେ ପ୍ରଚାର କରୁଛନ୍ତି କି ସେ ପ୍ରାକ୍ଟିକାଲ ୱେରେ ବୁଝଉଛନ୍ତି କି ୟୁଥ ପ୍ରିଚିଂ କେମିତି କରିବା କଥା। ତ महाराज ଏତେ ସାରା କନଫ୍ୟୁଜନ ହେଇଯାଏ,
ତ ଶୁଣିବି କୋଉଠୁ, ମାନେ ଆକ୍ଚୁଆଲି ଶୁଣିବା କଥା କୋଉଠୁ? ଦୀକ୍ଷା ଗୁରୁ ଶିକ୍ଷା ଗୁରୁ ନା ଯୋଉ ପ୍ରଭୁଜୀଙ୍କର ଟିକେ ମଡର୍ଣ୍ଣ ପ୍ରିଚିଂ ଚାଲିଛି ୟୁଥ ପ୍ରିଚିଂ ପାଇଁ। ତ ଏମିତି ଭାବି ଭାବିକି କୋଉ ଆକ୍ଚୁଆଲି ଶୁଣିବା କଥା କୋଉଠୁ? ଦୀକ୍ଷା ଗୁରୁ ହଉ ଶିକ୍ଷା ଗୁରୁ ହଉ, ଆଉ ତମର ଯୋଉ ମେଣ୍ଟର ଅଛନ୍ତି ତମ ଦେଖାଶୁଣା କରନ୍ତି, ସେମାନେ ସବୁ ତ ଶାସ୍ତ୍ରର କଥା କହିବେ, ଗୋଟିଏ କଥା କହିବେ। ଓଲଟା ପଲଟା କଥା କହିଲେ ଅସୁବିଧା ଅଛି। ଦୀକ୍ଷା ଗୁରୁ ଯାହା କହିବ ଶିକ୍ଷା ଗୁରୁ ସେଇଆ କହିବ, ଆଉ ମେଣ୍ଟର ବି ସେଇଆ କହିବେ। ନା ଅଲଗା କଥା କହିବେ? ଅଲଗା କଥା ଭିତରେ ତତ୍ଵ ବା ଭଗବତ ସମ୍ବନ୍ଧୀୟ କଥା ତ ଏକା ରହିବ, କିନ୍ତୁ ଡିଟେଲ ହୟତ କିଛି ତୁମ ଦେଶ କାଳ ପାତ୍ର ଦେଖିକି ଟିକେ ହୟତ ତମକୁ ଅଲଗା ଅଲଗା ନିର୍ଦ୍ଦେଶ ଦେଇପାରିବେ। ବ୍ୟକ୍ତିଗତ ଗୋଟେ ବ୍ୟକ୍ତିର ଉଦ୍ଦେଶ୍ୟରେ ବ୍ୟକ୍ତିଗତ ନିର୍ଦ୍ଦେଶ ତ ଅଲଗା ହେଇପାରେ, କିନ୍ତୁ ଭଗବାନଙ୍କର କଥା ତତ୍ଵ କଥା, ସାକାର ନିରାକାର, ଅ ନିରୀଶ୍ଵର ଏକେଶ୍ଵର ବହୁ ଈଶ୍ଵର, ଯୋଉଟା ଗୀତା କଥା ଆମେ ଶୁଣୁଛେ ସେଟା କି ଅଲଗା ଅଲଗା ହବ? ନାଇଁ। ସେ ଅଲଗା ଅଲଗା ହବନି। କିନ୍ତୁ ତା ଭିତରେ ଯୋଗ୍ୟ ଯୋଗ୍ୟ ଭକ୍ତ, ଯୋଗ୍ୟ ଗୁରୁ, ସେଟା ବି ଦେଖିବାକୁ ପଡିବ ଯେ ସେଇ ଶିକ୍ଷା ଗୁରୁ, ଦୀକ୍ଷା ଗୁରୁ ବା ମେଣ୍ଟର ସେ କେତେଟା ଯୋଗ୍ୟ। ତ ଯୋଗ୍ୟ ଭିତରେ ପୁଣି ବୁଝିବାକୁ ପଡିବ ଶାସ୍ତ୍ର କିଏ କେତେଟା ବୁଝିଛି, କିଏ କେତେଟା ଆମକୁ ବୁଝେଇ ପାରିବ। ସମସ୍ତେ ତ ଶାସ୍ତ୍ରକୁ ଠିକ ଭାବରେ ବୁଝି ନାହାନ୍ତି, ଠିକ ବୁଝେଇ ପାରିବେନି। କିନ୍ତୁ ଅନ୍ତତଃ ଅନୁକୂଳ ଭାବରେ ବୁଝେଇବେ, ପ୍ରତିକୂଳ ଭାବରେ ବୁଝେଇବେନି, ନା କି ତାଙ୍କ କ୍ଷମତା ଅନୁସାରେ। ତ ସେଇଟା ଆମେ ଶୁଣିବା। ସେ ଦୀକ୍ଷା ଗୋଟେ ବି ଶୁଣିବା, ଶିକ୍ଷା ଗୋଟେ ଶୁଣିବା, ମେଣ୍ଟରଟି ବି ଶୁଣିବା। ଆମର ଯେ ମେଣ୍ଟର ଦେଖାଶୁଣା କରୁଛନ୍ତି, ସିଏ ଯୋଉ ଜ୍ଞାନ ପାଇଛନ୍ତି ସେଟା ସେ ଗୁରୁଙ୍କ କୃପାରୁ ପାଇଛନ୍ତି। ଆମେ ଯଦି ନିଜର ନିଷ୍ଠା ଥିବ, ତାହେଲେ ଭଗବାନ ଆମକୁ ବୁଝେଇଦେବେ। ସେ ତ ମେନ୍ ଗୁରୁ ତ ଚୈତ୍ୟ ଗୁରୁ ଭିତରେ ବସିଛନ୍ତି। ସେ ଭୁଲ ଠିକ ବୁଝାଇଦେବେ, ଆମେ ଯଦି ସିନସିୟର ଥିବା, ଆମ ଚିତ୍ତ ମନ ପରିଷ୍କାର ଥିବ, ତାହେଲେ ଭଗବାନ ଆମକୁ ଠିକ କଥା ବୁଝେଇଦେବେ। ଠିକ ହେଲା। ଆଜ୍ଞା ମହାରାଜ। ମାନେ ମହାରାଜ ପ୍ରଭୁପାଦକୁ ବି ଲେକ୍ଚର ଶୁଣ କୁହନ୍ତି ତ ଏତେ ସାରା ଟାଇମ ମ୍ୟାନେଜ କରିବା ପାଇଁ ପ୍ରୋବ୍ଲେମ ହେଇଯାଏ। ପ୍ରଭୁପାଦ ଲେକ୍ଚର ଶୁଣ, ତୁମେ ଘରେ ରନ୍ଧା ବଢା କର ନା ଚାକିରି କର, କଣ କର? ଚାକିରି ବି କରେ, ରନ୍ଧା ବଢା ବି କରେ। ଯେତେବେଳେ ରନ୍ଧା ବଢା କରୁଛ ପ୍ରଭୁପାଦ ଟେପ ଚଲେଇଦବ। ଆଜ୍ଞା। ମାନେ ସେ ସ୍କୁଲରେ ଚାକିରି କରୁଛନ୍ତି, ହଁ ସ୍କୁଲରେ ଚାକିରି କରୁଛନ୍ତି, ତାଙ୍କ ଟାଇମ କଣ? ଠିକ ଅଛି, ଯେତେବେଳେ ଘରେ ରହୁଛ, ରନ୍ଧାବଢା କରୁଛ ବା ଅଫିସ ଯାଉଛ, ସ୍କୁଲ କୁ ଯାଉଛ, ସେତେବେଳେ ଟେପ ବି ଶୁଣିଯିବ। ପ୍ରଭୁପାଦଙ୍କର କଥା ଶୁଣିବା ଖୁବ ଗୁରୁତ୍ୱପୂର୍ଣ୍ଣ, ଅବଶ୍ୟ ଶୁଣିବାକୁ ପଡିବ। ବୁଝିପାରିଲେ କି? ଆମର ମେଣ୍ଟର ହୁଅନ୍ତୁ, ଶିକ୍ଷା ଗୁରୁ ହୁଅନ୍ତୁ, ଦୀକ୍ଷା ଗୁରୁ ହୁଅନ୍ତୁ, ଆମର ମୂଳ ହଉଛନ୍ତି ପ୍ରଭୁପାଦ। ପ୍ରଭୁପାଦଙ୍କର କଥାଟୁ ବି ସମସ୍ତେ ରିପିଟ କରୁଛନ୍ତି। ଯଦି ପ୍ରଭୁପାଦଙ୍କ କଥା ଶୁଣିଲେ ଭଲ, କଥା ଶୁଣ। ପ୍ରଭୁପାଦଙ୍କ କଥା ଶୁଣିବା ମାଧ୍ୟମରେ ହବ, ପ୍ରଭୁପାଦଙ୍କ ଗ୍ରନ୍ଥ ଅଧ୍ୟୟନ ମାଧ୍ୟମରେ ହବ। ବୁଝିପାରୁଛ କି? ଗୋଟେ ଗ୍ରନ୍ଥ କରିଛନ୍ତି, ସେ ଗ୍ରନ୍ଥ ଗୁଡିକ ପଢିବା, ଯୋଉଟା ପ୍ରାକ୍ଟିକାଲ ସେଇଟା କରିବା। ଠିକ ଅଛି। ମହାରାଜ ଆଉ ଗୋଟେ କ୍ୱେଶ୍ଚନ ଥିଲା, ସେ ଯୋଉ 25 ରେ କି ବ୍ରହ୍ମେତି ପରମାତ୍ମେତି ଭଗବାନ ଇତି ଶବ୍ଦତି, ତ ମହାରାଜ ପରମାତ୍ମା ମାନେ ଯାହା ସେମାନେ ଯାହାକୁ ଧ୍ୟାନ କରୁଛନ୍ତି, ତାଙ୍କର ଟିକେ ଡିଫରେନ୍ସ ଟା ବୁଝି ହେଲାନି। ବ୍ରହ୍ମରେ କଣ ସେମାନେ ବ୍ରହ୍ମ ଜ୍ୟୋତିକୁ ଧ୍ୟାନ କରୁଛନ୍ତି, ଆଉ ଯୋଉ ପରମାତ୍ମେତି ସେମାନେ କାହାକୁ ଧ୍ୟାନ କରୁଛନ୍ତି? ବ୍ରହ୍ମ ଜ୍ୟୋତିଟା, ମୁଁ ଯାହା ବୁଝିଛି, ବ୍ରହ୍ମ ଜ୍ୟୋତି ଚିତ୍ ଆକାଶରେ ଅଛି। ଭଗବାନଙ୍କ ଧାମ, ଭଗବାନ ଶରୀର ଜ୍ୟୋତି ଦ୍ଵାରା ସେଟା ଅ, ବ୍ୟାପ ମାନେ ବ୍ୟାପ୍ତ ରହିଛି, ସେଟା ବୁଝା ଯାଉଛି, ନା? ଆଜ୍ଞା ଆଜ୍ଞା। ତାହେଲେ ଭଗବାନ ଯେତେବେଳେ ବ୍ରହ୍ମାଣ୍ଡ ସୃଷ୍ଟି କରିଲେ, ଏ ପରମାତ୍ମା ସ୍ୱରୂପ ଟା ଭଗବାନଙ୍କର ନିତ୍ୟ ସ୍ୱରୂପ ନୁହଁ। ଏଟା ମୁଁ ଯାହା ବୁଝେ, ଏଇ ବ୍ରହ୍ମାଣ୍ଡରେ ସୃଷ୍ଟି କରି, ବ୍ରହ୍ମାଣ୍ଡରେ ସେ ପରମାତ୍ମା ରୂପରେ ସର୍ବବ୍ୟାପକ ଭାବେ ରହିଲେ। ପ୍ରତିଟା ଜୀବର ହୃଦୟରେ, ପ୍ରତିଟା ଅନୁପରମାଣୁରେ। ଆଉ ସେ ପରମାତ୍ମାକୁ କହନ୍ତି ଯେ ଅଙ୍ଗୁଳି ସଦୃଶ, କି ଅଷ୍ଟାଦଶ ଅଙ୍ଗୁଳି ସଦୃଶ, ଅଙ୍ଗୁଳି ସାଇଜ ଭଳିଆ। ମୁଁ ଜାଣିନି, ଆମର ଇସ୍କନରେ ବହି ଭିତରେ ପରମାତ୍ମାକୁ ରୂପ ଦିଆଯାଇଛି, ନାରାୟଣ ଚତୁର୍ଭୁଜ, ନାରାୟଣ ରୂପରେ ପରମାତ୍ମାକୁ ହଁ ଧ୍ୟାନ କରାହଉଛି। ତ ସେଥିପାଇଁ ଯୋଗୀ ମାନେ ବ୍ରହ୍ମ
ନିରାକାର ବ୍ରହ୍ମ ତ ପୁରା ନିରାକାରବାଦୀ। ଆଉ ଏମାନେ ଯୋଗୀ ମାନେ ଆଂଶିକ ଭାବେ ପରମାତ୍ମାକୁ ପାଉଛନ୍ତି। ଭଗବାନ ହିଁ ପରମାତ୍ମା ରୂପରେ ଯୋଗୀ ମାନଙ୍କର ବୋଧଗମ୍ୟ ହଉଛନ୍ତି। ଭଗବାନ ହିଁ ପରମାତ୍ମା ରୂପରେ ଏଇ ଜଗତରେ ସର୍ବବ୍ୟାପକ ରୂପେ ରହିଛନ୍ତି। ଆଉ ଯୋଗୀ ମାନେ ଯେତେବେଳେ ପରମାତ୍ମାକୁ ଦର୍ଶନ କରିପାରିବେ, କିନ୍ତୁ ସେଇ ପରମାତ୍ମାଙ୍କ ଦର୍ଶନ କରିବେ, କିନ୍ତୁ ସେ ପରମାତ୍ମା ଟା ଦେଖିବାକୁ କିଭଳିଆ ସେ ପରମାତ୍ମା ଦେଖ, ପରମାତ୍ମା କିଏ? ପରମାତ୍ମା ହଉଛନ୍ତି ପ୍ରତି ଜୀବର ଶରୀରରେ ପ୍ରତି ଅନପରମାଣୁରେ ଯୋଉ ପରମାତ୍ମା ରହୁଛନ୍ତି ସେ କିଏ? ସେ ହଉଛନ୍ତି କ୍ଷୀରୋଦକ୍ଷା ବିଷ୍ଣୁ। ବୁଝିପାରିଲେ କି? କ୍ଷୀରୋଦକ୍ଷା ବିଷ୍ଣୁ, ସେଥିପାଇଁ କି ମନେ হয় ତାଙ୍କୁ ସେ ନାରାୟଣ ଭଳିଆ ଚତୁର୍ଭୁଜ ରୂପ ଆମ ଇସ୍କନ ବହିରେ ରଖା ହେଇଛି। ତେଣୁ କହୁଛି କାହାର ଉପାସନା କରୁଛନ୍ତି? ନିରାକାର ବ୍ରହ୍ମ ତ ନିରାକାର ବ୍ରହ୍ମର ଉପାସନା କରିଲେ। ଯୋଗୀ ମାନେ କାହାର ଉପାସନା କରିଲେ? କ୍ଷୀରୋଦକ୍ଷା ବିଷ୍ଣୁଙ୍କର ଉପାସନା କରିଲେ। ତିନି ରୂପରେ ପରମାତ୍ମା ଅଛନ୍ତି। କ୍ଷୀରୋଦକ୍ଷା ବିଷ୍ଣୁ, ପ୍ରତିଟି ଜୀବ ଅନୁପରମାଣୁରେ ପରମାତ୍ମା ରୂପରେ ଅଛନ୍ତି। ଗର୍ଭୋଦକ୍ଷ ବିଷ୍ଣୁ ଏ ବ୍ରହ୍ମାଣ୍ଡର ପରମାତ୍ମା। ଆଉ ମହାବିଷ୍ଣୁ ସମସ୍ତ ଭୌତିକ ଜଗତର ପରମାତ୍ମା। ଏଇଭଳିଆ ମୁଁ ଶୁଣିଛି। ତ ଏ ପରମାତ୍ମା ଯେତେବେଳେ ବ୍ରହ୍ମାଣ୍ଡ ଶେଷ ହେଇଯିବ, ଆଉ ପରମାତ୍ମାଙ୍କର କିଛି ରୋଲ ନାହିଁ। ବୁଝିପାରିଲେ କି? ଭଗବତ ଧାମରେ ରହିବେ। କିମ୍ବା ଯେତେବେଳେ ମୁଁ ଶୁଣିଛି ଯେ ଜୀବ ଯେତେବେଳେ ଭଗବତ ଧାମକୁ ଯିବ, ସେ ପରମାତ୍ମାର କିଛି ରୋଲ ନାହିଁ। ଜୀବ ଗୋଟେ ଶରୀରରୁ ଛାଡିକି ଅନ୍ୟ ଶରୀରକୁ ଯେତେବେଳେ ଯିବ, ତା ସାଙ୍ଗେ ସାଙ୍ଗେ ସୂକ୍ଷ୍ମ ଶରୀରରେ ଯିବ, ପରମାତ୍ମା ତ ରହିଛି। ତ ଯେତେବେଳେ ଯିବ ଭଗବାନଙ୍କ ପାଖକୁ ଯିବ ହାରି, ଭଗବତ ଧାମକୁ, ଆଉ ପରମାତ୍ମା ରୋଲ ନାହିଁ। ଭଗବତ ଧାମରେ ପରମାତ୍ମା ବୋଲି କିଛି ନାହିଁ। ଗୋଟେ ଏଇ ଜଡ ଜଗତ ହିଁ ତାଙ୍କର ପ୍ରକାଶ ପରମାତ୍ମା ରୂପରେ କ୍ଷୀରୋଦକ୍ଷା ବିଷ୍ଣୁ। କିଛିଟା ବୁଝିପାରିଲେ? ମହାରାଜ ସେଇଟା ହଁ, ସେ ଯୋଉ ଆମର ଚିତ୍ରରେ ତ ସେଇଟା ହିଁ ଦିଆହେଇଛି। ଯେମିତି କି ବ୍ରହ୍ମ ଜ୍ୟୋତି ଯୋଉମାନେ ସେମାନେ ଉପାସନା କରୁଛନ୍ତି, ତ ତାଙ୍କର ଗୋଟେ ମାଇଣ୍ଡ ଥାଏ, ସେ ଆଖି ବନ୍ଦ କଲେ ବ୍ରହ୍ମ ଜ୍ୟୋତି ଲାଇଟ୍ ଦେଖାଯିବ। ଆମେ ଯୋଉ ଭଗବାନ ନୀତି, ଆମେ ଭଗବାନଙ୍କୁ ମାନୁଛେ, ଆମର ଆଖି ବନ୍ଦ କଲେ କୃଷ୍ଣଙ୍କର ସେ ଦ୍ୱିଭୁଜ ରୂପ ଦେଖାଯିବ। ବଟ୍ ଏ ଯୋଉ ପରମାତ୍ମା ସେମାନେ ଆଖି ବନ୍ଦ କଲେ କଣ ଦେଖୁଛନ୍ତି? ଯେମିତି କି ତାପରେ ସେଟା କଣ ଦେଖୁଛନ୍ତି? ବ୍ରହ୍ମ ଜ୍ୟୋତିର ଉଦ୍ଦେଶ୍ୟ ଅଛି ଆମେ ବ୍ରହ୍ମରେ ଲୀନ ହେଇଯିବା। ଆମର ଉଦ୍ଦେଶ୍ୟ ଅଛି ଚାଲ ଆମେ ଭାଗବତ ଧାମ ଯାଇକି ଆମେ ସର୍ଭ କରିବା କୃଷ୍ଣଙ୍କୁ। ବଟ୍ ପରମାତ୍ମା ସେମାନେ ତାଙ୍କର ଉଦ୍ଦେଶ୍ୟ କଣ? ସେମାନେ ଆଫ୍ଟର ଲାଇଫ୍ କଣ କରିବେ? ପରମାତ୍ମା ଯୋଉମାନେ ଧ୍ୟାନ କରନ୍ତି, ଆମେ ତ କହୁଛେ ପରମାତ୍ମା ଶାସ୍ତ୍ର ଭିତରେ ଚତୁର୍ଭୁଜ ନାରାୟଣ ରୂପଟା ହୃଦୟରେ ଦେଖାଯାଉଛି। କିନ୍ତୁ ମୁଁ ଭାବୁଛି ସେମାନେ ନିରାକାର ବ୍ରହ୍ମର ଉପାସନା କରୁନାହାନ୍ତି, ବା ଭଗବାନଙ୍କର ଉପାସନା କରୁନାହାନ୍ତି। ପରମାତ୍ମା ସେ କାହାକୁ ଧ୍ୟାନ କରୁଛନ୍ତି, ସେଇଟା ମାନେ କେବଳ ଗୋଟେ ନିରାକାର ଧ୍ୟାନ କରୁଥିବେ। ମାନେ ମୁଁ ଭାବୁଛି ଏଇଟା କନଫର୍ମ କରିବାକୁ ପଡିବ। ସେମାନେ କଣ ହୃଦୟରେ, ଆମର ଯଦି ଫଟୋରେ ଦେଖାଯାଇଛି ଚତୁର୍ଭୁଜ ନାରାୟଣ ରୂପ, ସେଇ ରୂପର କି ଧ୍ୟାନ କରୁଛନ୍ତି, କି ନିରାକାରରେ ଧ୍ୟାନ କରୁଛନ୍ତି, ସେଟା ମତେ କନଫର୍ମ କରିବାକୁ ପଡିବ। କିନ୍ତୁ ତାଙ୍କର ଗତି କଣ ହବ, ସେଟା ତମ ପ୍ରଶ୍ନ ନା। ତାଙ୍କର ଗତି କଣ ହବ? ତାଙ୍କର ଗତିଟା ହଉଛି ଯେ ସେ ପରମାତ୍ମାକୁ ଦର୍ଶନ କରିବେ। ପରମାତ୍ମା ଦର୍ଶନ ପୁରା ନିରାକାର ବ୍ରହ୍ମ ଭଳିଆ ନୁହଁ, ସେ ପରମାତ୍ମାକୁ ଦର୍ଶନ କରିବେ। ହେଇଥିବ ଚତୁର୍ଭୁଜ ନାରାୟଣଙ୍କ ସ୍ୱରୂପକୁ ହୃଦୟରେ ଦର୍ଶନ କରିବେ। ଠିକ ଅଛି? କୋଉଠି ଦର୍ଶନ କରିବେ? ସାମ୍ନାରେ ଦର୍ଶନ କରିବେ, ହୃଦୟରେ ଦର୍ଶନ କରିବେ। ତାର ଗତି କଣ ହବ? ପ୍ରଭୁପାଦ କୋଉଠି ଗୋଟେ କହିଛନ୍ତି, ମୁଁ ଶୁଣିଛି, ତାଙ୍କ ଗତି ହବ ସେ ପରମାତ୍ମାକୁ ଦର୍ଶନ କରିବା ପରେ ତାଙ୍କ ପ୍ରତି ଆକୃଷ୍ଟ ହେଇକି ସେଇଠୁ ସେମାନେ ଭକ୍ତି ଯୋଗ ଆରମ୍ଭ କରିବେ। ପୁଣି ବୁଝିଲେ? ସେଇଠୁ ତାଙ୍କର ପୁଣି ଭକ୍ତି ଯୋଗ ଆରମ୍ଭ କରିବେ। କିଛି କିଛି ଲୋକ ବ୍ରହ୍ମବାଦୀ ମାନେ ଅଛନ୍ତି, ଯେ ଚତୁଷ୍କୁମାର, ସେମାନେ ବ୍ରହ୍ମବାଦୀ ଥିଲେ। ନାରାୟଣଙ୍କୁ ଦର୍ଶନ କରିକି ତାଙ୍କ ଚରଣ ତୁଳସୀ ଘ୍ରାଣ ପାଇକି ତାଙ୍କ ଭିତରେ ଭକ୍ତି ଆସିଗଲା। ସେଇଭଳିଆ ଏଇ ଯୋଗୀ ମାନେ ସେ ଚତୁର୍ଭୁଜ ନାରାୟଣଙ୍କୁ ଦର୍ଶନ କରିବେ ହୃଦୟରେ। ହଁ, ବୈକୁଣ୍ଠରେ ନୁହଁ। ଭକ୍ତମାନେ ତ ଆଜ୍ଞା ବୈକୁଣ୍ଠରେ ନାରାୟଣଙ୍କୁ ଦର୍ଶନ କରିବେ, ଠିକ ନା? ଆଜ୍ଞା
ଯୋଗୀ ମାନେ ନାରାୟଣଙ୍କୁ ହୃଦୟରେ ଦର୍ଶନ କରିବେ। ଆଉ ହୃଦୟ ଦର୍ଶନ କରିବା ପରେ ବା ସେଇଟା ତାଙ୍କର ପ୍ରାପ୍ତି, ଭଗବତ ପ୍ରାପ୍ତି, ପରମାତ୍ମା ପ୍ରାପ୍ତି ଦର୍ଶନ କରିଲେ। ତ ତାପରେ ସେ ଦର୍ଶନ କରିବା ପରେ ମୁଁ ଶୁଣିଛି ସେମାନେ ଭଗବାନ ଗୋଟେ ଆକୃଷ୍ଟ ହେଇକି ଭକ୍ତମାନଙ୍କ ସେବା ଆରମ୍ଭ। ଠିକ ଅଛି। ମତଲବ ତାଙ୍କର ଫୋକସ୍ ଏଇଟା ଥାଏ ତାଙ୍କ ହୃଦୟ ଉପରେ, କି ସେ ହୃଦୟରେ କେବେ ଭଗବାନ ମାନେ ପରମାତ୍ମା ପ୍ରକାଶ ଥିବେ। ଭଗବାନ ପରମାତ୍ମା ରୂପରେ ହୃଦୟରେ ପ୍ରତିଟା ହୃଦୟ ରହିଛନ୍ତି, କିନ୍ତୁ ଆମେ ବୁଝିପାରୁନେ। ତ ଯୋଗୀ ମାନେ ଅଷ୍ଟାଙ୍ଗ ଯୋଗ ମାଧ୍ୟମରେ ଯମ ନିୟମ ଆସନ ପ୍ରାଣାୟାମ ପ୍ରତ୍ୟାହାର ଧାରଣା ଧ୍ୟାନ ସମାଧି ମାଧ୍ୟମରେ ସମାଧିସ୍ଥ ହେଇକି ସେ ହୃଦୟରେ ପରମାତ୍ମାକୁ ଦର୍ଶନ କରିବେ। ପରମାତ୍ମା ସ୍ୱରୂପକୁ ଦର୍ଶନ କରିବେ ମାନେ ଚତୁର୍ଭୁଜ ନାରାୟଣକୁ ଦର୍ଶନ କରିବେ। ଆମର ଆମ ହିସାବରେ ଏଇଟା ଆମ ଚିନ୍ତାଧାରା ବର୍ଣ୍ଣନା ଅନୁସାରେ ଯୋଗୀ ମାନଙ୍କୁ ପଚାରିକି ପଡିବ ସେମାନେ ଆକ୍ଚୁଆଲି କଣ କହୁଛନ୍ତି। ଆମେ ଯେମିତି କହୁଛୁ ବର୍ଣ୍ଣ ଶାସ୍ତ୍ର ଅନୁସାରେ ନିରାକାର ବ୍ରହ୍ମ ଜ୍ୟୋତି ଅଛି, ତା ଭିତରେ ବୈକୁଣ୍ଠ ଅଛି, ନିରାକାର ବାଜୁମାନେ ସେଇଟା ଗ୍ରହଣ କରୁଛନ୍ତି, ଦେଖିବାକୁ ପଡିବ ତାଙ୍କ ଧାରଣା କଣ। ସେମାନେ ଜାଣିଥାନ୍ତେ ବ୍ରହ୍ମ ଜ୍ୟୋତି ବୈକୁଣ୍ଠ ଭଗବତ ଧାମ, ତାହେଲେ ବ୍ରହ୍ମ ଜ୍ୟୋତି କାହିଁ ଉପାସନା କରିବେ, ଭଗବାନ କରିଥାନ୍ତେ। ତାଙ୍କର ସେ ପୂର୍ଣ୍ଣ ଧାରଣା ଟା ନାହିଁ, ମାନେ ମୁଁ ଯାହା ভাবছি নিরাকার ব্রহ্মের উপর করতে। ঠিক আছে, আজকে আমাদের বাংলার ক্লাস হতে সময় নেই, 7টা বেজে গেছে। আজকে আমাদের প্রায় 100 ভক্ত গৌড়ীয় মঠের ভক্ত, তারা আসছে উল্টাডাঙ্গা দর্শন করতে, যেখানে ছিল প্রভুপাদ, তার গুরুদেব ছিল ভক্তিনাথ প্রভুদের মিলন হয়েছিল। তাই একটু আমাকে ওদের ব্যবস্থা করতে হবে, মায়াপুর ফোন আসছে, ওরা বেরিয়েছে। তাই যারা বাংলা ভাষাভাষী ভক্ত ক্ষমা করবেন, আজকের এই ক্লাসটা হবে না, কালকে আমরা। ঠিক আছে, সবাইকে অশেষ ধন্যবাদ। বাঞ্ছা কল্পতরুভ্যশ্চ কৃপা সিন্ধুভ্যো सिंधुभ्यैव च ভৈরবস্য पतितानां पावनेभ्यो नमो नमः। वैष्णवेभ्यो नमो नमः। প্রভু कल्पतरुभ्यश्च कृपा सिन्धुभ्येव हरे राम हरे राम राम